ଦୁଃଖ କେତେବେଳେ ଆସେ ଆୟ ଅପେକ୍ଷା ବ୍ୟୟ ଅଧିକ ହେଲେ, ନିଜ ପ୍ରିୟ ପରିଜନଙ୍କୁ ଅବିଶ୍ୱାସ କଲେ, ଋଣ କରି ଶୁଝି ନ ପାରିଲେ, ଚିର ରୋଗୀ ହେଲେ, ଅପକର୍ମରେ ଲିପ୍ତ ରହିଲେ, ଭାରସାମ୍ୟ ହରାଇ ବସିଲେ, କାମ କ୍ରୋଧ ଲୋଭରେ ବଶୀଭୂତ ହେଲେ, ସ୍ୱାଧୀନତା ହରାଇଲେ, ଶତ୍ରୁ ପ୍ରବଳ ହେଲେ, ମାଲି ମୋକଦ୍ଦମାରେ ଜଡ଼ିତ ହେଲେ, ଦରିଦ୍ରର ଶିକାର ହେଲେ। କିଛି ସୁନ୍ଦର ନୀତି ଶିକ୍ଷା। ଦେବା ଆଉ ମାଗିବା ଉଭୟ କଷ୍ଟ। ଧରିବା ଅପେକ୍ଷା କଷ୍ଟ ପାଇବା ପାଇଁ ଅଧିକ ସାହସ ଦରକାର। ଜ୍ଞାନଠାରୁ କଳ୍ପନା ଅଧିକ ଗୁରୁତ୍ୱପୂର୍ଣ୍ଣ। ଦୁଃଖ ନାହିଁ ତ ସୁଖ ନାହିଁ। ଦୟା ହିଁ ହୃଦୟର ଚାବିକାଠି। ଯଦି ସମସ୍ୟା ନଥାନ୍ତା ତେବେ ସୁଯୋଗ ନଥାନ୍ତା। ବ୍ରହ୍ମାଣ୍ଡର ସମସ୍ତ ଶକ୍ତି ପ୍ରଥମରୁ ଆମ ମଧ୍ୟରେ ରହିଛି। ଆମେମାନେ ନିଜର ଆଖି ଉପରେ ହାତ ଘୋଡ଼େଇ ଦେଇ କେତେ ଅନ୍ଧାର ରହିଛି ବୋଲି କାନ୍ଦିଥାଉ। ମଣିଷକୁ ସମୟ ସହ ପାଦ ମିଶାଇ ଚାଲିବାକୁ ହୁଏ। ସମୟ କେବେ ମଣିଷ ସହ ପାଦ ମିଶାଇ ଚାଲେ ନାହିଁ। ମଣିଷ ଯଦି ଠିକ୍ ସମୟରେ ଠିକ୍ କାମ କରିନଥାଏ, ପଛରେ ଯେତେ ଖୋଜିଲେ ସେହି ସମୟ ଆଉ କେବେ ଫେରି ଆସେ ନାହିଁ। ସ୍ୱାମୀଙ୍କୁ କିପରି ଭାବରେ ଜନପ୍ରିୟ କରିବେ? ଆଧୁନିକ ଯୁଗରେ ଆଉ ଗୋଟିଏ ସମସ୍ୟା ହେଲା, ଏବେ ବି ସମସ୍ତେ ସ୍ୱାମୀମାନଙ୍କ ଚକ୍ଷୁରେ ଜନପ୍ରିୟ ହେବା ପାଇଁ ଚେଷ୍ଟା କରୁଛନ୍ତି। ଏହାର ସୁଫଳ ଏବଂ କୁଫଳ ଦୁଇଟି ଅଛି। ସ୍ୱାମୀଙ୍କୁ କିପରି ସମସ୍ତଙ୍କ ନିକଟରେ ପ୍ରିୟ କରାଯାଇପାରେ ସେ ସମ୍ପର୍କରେ ତିନୋଟି ପଦ୍ଧତି ଅଛି। ସେ ସମ୍ପର୍କରେ ତିନୋଟି ପଦ୍ଧତି ଅଛି। ଆସନ୍ତୁ ଆମେ ଗୋଟିଏ ଗୋଟିଏ ପଦ୍ଧତି ଉପରେ ଆଲୋଚନା କରିବା। ସ୍ତ୍ରୀ ହିସାବରେ ଆପଣଙ୍କର ପ୍ରଥମ ଏବଂ ପ୍ରଧାନ କର୍ତ୍ତବ୍ୟ ହେଲା ସ୍ୱାମୀଙ୍କ ଗୁଣ ଗୁଡ଼ିକ କଥା ଆତ୍ମୀୟ ସ୍ୱଜନ ବା ବନ୍ଧୁ ବାନ୍ଧବଙ୍କ ସାମ୍ନାରେ ତୋଳି ଧରିବା। ଏଥିପାଇଁ ମଝିରେ ମଝିରେ ପାରିବାରିକ ଆଚାର ଅନୁଷ୍ଠାନର ଆୟୋଜନ କରିବାକୁ ପଡ଼ିଥାଏ। ସେଠାରେ ଆପଣ ସ୍ୱାମୀଙ୍କର ଏହି ଗୁଣଗୁଡ଼ିକୁ ଭଲ ଭାବରେ ପ୍ରକାଶ କରିପାରିବେ। ଏବେ ଯାଇ ସ୍ୱାମୀଙ୍କ ମଧ୍ୟରେ ସତକୁ ସତ ସେହି ଗୁଣଗୁଡ଼ିକର ସମାହାର ଅଛି କି ନାହିଁ ତାହା ଆଗେ ଥରେ ଦେଖିନେବାକୁ ହେବ। ମନେ ରଖିବେ, ରୁଟିନ୍ ମାଫିକ ଦୈନନ୍ଦିନ କାର୍ଯ୍ୟକ୍ରମ ମାଧ୍ୟମରେ ଗୋଟିଏ ଲୋକକୁ ଯେତେଟା ଜନପ୍ରିୟ କରି ତୋଳାଯାଏ ତାହାଠାରୁ ବେଶୀ ଜନପ୍ରିୟ କରାଯାଏ ଯଦି ଆମେ ପରିକଳ୍ପିତ ଭାବରେ କାର୍ଯ୍ୟ ମଧ୍ୟ ଦେଇ ଅଗ୍ରସର ହେଉ। ଏହା ନିଶ୍ଚିତ ଭାବରେ ଆପଣଙ୍କ ସ୍ୱାମୀଙ୍କୁ ଜନପ୍ରିୟ କରାଇବ। ଘରେ ପିଲା ପାଠ ପଢୁଥିଲେ, ପାଠ ପଢୁଥିବା ଛୋଟ ପିଲାଙ୍କୁ କଂସା ବାସନରେ ଖାଇବାକୁ ଦିଅନ୍ତୁ। ମାସରେ ଅତି କମରେ ଥରେ ବ୍ରାହ୍ମୀ ଶାଗ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ପିଲାର ସ୍ମରଣ ଶକ୍ତି ବୃଦ୍ଧି ପାଏ। ପିଲାକୁ ପୂର୍ବ ଦିଗକୁ ମୁହଁ କରି ପାଠ ପଢିବାକୁ ବସାନ୍ତୁ। ଗଣେଶ ପୂଜା ଦିନ ଖସା ଲଡୁ ଭୋଗ ପିଲାକୁ ଖାଇବାକୁ ଦିଅନ୍ତୁ। ପାଠ ପଢିବାକୁ କେବଳ ଆଗ୍ରହ ଥିବା ଦରକାର। କାହିଁକି ନା ଶିକ୍ଷା ହେଉଛି ଏକ ଏମିତି ଜିନିଷ ଯାହା ଦ୍ୱାରା କି ଆପଣଙ୍କର ସବୁ ଇଚ୍ଛା ପୂର୍ଣ୍ଣ ହୋଇପାରିବ। ଜୟ ଶ୍ରୀ ଜଗନ୍ନାଥ।